ଆରେ ଆରେ ମିଲ୍କ ସେକ୍ ଆସିଛି ଘରକୁ। କାହିଁକି ସଞ୍ଜବେଳେ ବାବୁନା ଯାଇଥିଲା ଇଣ୍ଡୋରକୁ କୁଟୁକୁ ଆଣିବା ପାଇଁ। ତ ସେ ନେଇକି ଏବେ ହଷ୍ଟେଲରେ ଅଛି ବୋଲି ହଷ୍ଟେଲରୁ ଆସିଯାଇଛି। ତେଣୁକରି ସିଏ ନେଇକି ଯାଉଛି ଇଣ୍ଡୋର, ପୁଣି ନେଇକି ଆସୁଛି କୁଟୁକୁ। ତ ଚାଲନ୍ତୁ ଦୁଇଟା ସେକ୍ ମିଲ୍କ ସେକ୍ ଧରିକି ଆସିଥିଲା। ଆଉ ବହୁତ ଟେଷ୍ଟ ବି ଭଲ ଥିଲା। ଗୋଟେ ହେଉଛି ବ୍ଲାକ୍ କରେଣ୍ଟ, ଆଉ ଗୋଟେ ହେଉଛି ଆମର ଚକୋ ଚିପ୍ ମିଲ୍କ ସେକ୍ଟା ଥିଲା। ବହୁତ ବଢ଼ିଆ ଟେଷ୍ଟ ଥିଲା, କିନ୍ତୁ ଟିକେ ମିଠା ମୋତେ ଲାଗିଲା। ତେଣୁକରି ମୁଁ ଅଧା ପିଇକି ବାବୁନାକୁ ଦେଇଦେଲି। ଆଉ ଏଇଟା ହେଉଛି ଆମର ଦୁଇଟା ସେକ୍ ଆଣିଥିଲା। କ'ଣ ମନ ହେଇଛି ଆଜି ଗୋଟେ ମାମା ପାଇଁ ଗୋଟେ କୁଟୁ ପାଇଁ ଗୋଟେ କହିକି ନେଇକି ପଳେଇ ଆସିଛି। ନିଜେ ପିଇଲା, ଆଉ ଆମ ଦୁଇ ଜଣଙ୍କ ପାଇଁ ଦୁଇଟା ଧରିକି ଆସିଯାଇଛି। ତ ଚାଲନ୍ତୁ, ନମସ୍କାର, ଜୟ ଜଗନ୍ନାଥ। ଆଉ ଆପଣମାନେ ସମସ୍ତେ ଭଲରେ ଥିବେ ବୋଲି ମୋର ଆଶା। ସମସ୍ତେ ଖୁସିରେ ଥାଆନ୍ତୁ, ଭଲରେ ଥାଆନ୍ତୁ, ଶୀତ ଦିନର ମଜା ଉଠାନ୍ତୁ। ଆଉ ଏବେ ତ ନୂଆ ବର୍ଷ ଆସିଯାଉଛି, ତେଣୁକରି ୱାନ୍ସ ଏଗେନ୍ ମୁଁ ତ ଭିଡ଼ିଓରେ କହିସାରିଛି ଆପଣମାନଙ୍କୁ ହାପି ନ୍ୟୁ ଇୟର୍। ତ ଚାଲୁ, ମୋର ପୁରା ଯେତେ ପର୍ଯ୍ୟନ୍ତ ନୂଆ ବର୍ଷ ନ ଆସିଛି, ଇଂରାଜୀ ନବବର୍ଷ। ଆମର ତ ଓଡ଼ିଆ ମତରେ ଆମ ଓଡ଼ିଶା ଜଗନ୍ନାଥ ଧାମ ଅନୁସାରେ, ଆମର ଜଗନ୍ନାଥଙ୍କ ପଞ୍ଜିକା ଅନୁସାରେ ଆମର ପଣା ସଂକ୍ରାନ୍ତି ହେଉଛି ନୂଆବର୍ଷ। ତେଣୁକରି ଆମେମାନେ ସବୁ ଆଧୁନିକ ଷ୍ଟାଇଲର ନୂଆ ନବବର୍ଷ ମାନୁଛୁ। ଆଉ ଏଇଟା ବି ଠିକ୍ ନୁହଁ, ମୋ ମତରେ ଠିକ୍ ନୁହଁ, କିନ୍ତୁ ମାନିବାକୁ ପଡ଼େ। କାରଣ ସମସ୍ତେ ଆଜିକାଲିଆ ଛୁଆମାନେ କେହି ବୁଝିବେନି। କିନ୍ତୁ ପଣା ସଂକ୍ରାନ୍ତି ହେଉଛି ଆମର ନବବର୍ଷ। ଓଡ଼ିଶା ମତରେ, ଆମ ଓଡ଼ିଆ ହିନ୍ଦୁ ଧର୍ମ ଅନୁସାରେ ଆମର ନବବର୍ଷ ହେଉଛି ପଣା ସଂକ୍ରାନ୍ତି। ତ ଚାଲନ୍ତୁ ଇଂରାଜୀ ନବବର୍ଷକୁ ଟିକେ ୱେଲକମ୍ କରିଦେବା। ହାପି ନ୍ୟୁ ଇୟର୍। ତ 2024କୁ ବାଏ, 2025କୁ ଆମର ହାଏ। ତ ଚାଲନ୍ତୁ ଆପଣମାନଙ୍କୁ ନୂଆବର୍ଷର ଅଭିନନ୍ଦନ, ଢେର ସାରା ବହୁତ ଖୁସି ଆଣିକି ଦେଉ। ଯଦି ଜାନୁଆରୀକି ଆମେମାନେ ଭାବୁଛେ କି ଆମ ହିସାବରେ ନବବର୍ଷ, ତ ଚାଲନ୍ତୁ ସେଥିରେ ବି ହଁ କରିବା। ଆଉ ନୂଆବର୍ଷକୁ ଟିକେ ଛୁଆମାନଙ୍କ ଖୁସି ପାଇଁ ଟିକେ ଅଭିନନ୍ଦନ କରିଦେବା ସବୁ ଛୁଆମାନଙ୍କୁ। ମୋର ରହିଲା ନୂଆବର୍ଷର ଢେର ସାରା ଅଭିନନ୍ଦନ। ତ ଚାଲନ୍ତୁ ଆଜିର ଦିନଟି କିପରି ଥିଲା। ଆଉ ସକାଳୁ ସକାଳୁ କ'ଣ ମୁଁ ଡେଲି ଲାଇଫ୍ ଭିତରୁ କିଛିଟା କାମ ସବୁ ଭିଡ଼ିଓରେ ତ ଯାଉଛି, ଆପଣମାନେ ଦେଖୁଥିବେ। ନିଜେ ବସିବାକୁ 5 ମିନିଟ୍ ବି ଫୁର୍ସତ ନଥାଏ। ତ ଥକିଗଲେ, କାହିଁକି ନା ବୟସ ବି ଧୀରେ ଧୀରେ ଓଲଟା ବଢ଼ି ଯାଉଛି। ତ ଥକା ବି ଲାଗିବ। କାମ ଇଏରୁ ଫୁର୍ସତ ମିଳିଲେ ଟିକେ ରେଷ୍ଟ ନେଇଯା, ଟିକେ ଶୋଇପଡ଼। ଆଉ ସବୁବେଳେ ମଣିଷ ଯଦି କାମ କରୁଥିବ, କାମ କେତେବେଳେ ବି ସରିବନି। ତ ଚାଲନ୍ତୁ ତା ଭିତରେ ବି ଆଜିର ଡେଲି ଲାଇଫ୍ରୁ ଟିକେ କିଛିଟା ଆପଣମାନଙ୍କ ପାଇଁ। ତ ଚାଲନ୍ତୁ ଆଜିର ଦିନଟି କିପରି ଥିଲା। ଆପଣମାନେ ଯେଉଁମାନେ ନୂଆ ଆସିଛନ୍ତି ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ପୁଣି ଆଉ ଲାଇକ୍ ସେୟାର କରିଦିଅନ୍ତୁ। ଆଉ ନୂଆବର୍ଷର ଅଭିନନ୍ଦନ ଆପଣମାନଙ୍କୁ ତ ରହିଲା। ଆପଣମାନେ ବଣଭୋଜି ଯେଉଁ କହନ୍ତି ନୂଆବର୍ଷରେ, ଯେମିତି ପୁରା ନିଜର ସେଫ୍ ରହିକି ସବୁ କଥାକୁ ସେଫ୍ଟି ରୁଲ୍ସ ଫଲୋ କରିକିନି ଆପଣମାନେ ବଣଭୋଜି କରନ୍ତୁ। ବଣଭୋଜିରେ ବି କେତେ ଜୀବନ ଯାଉଛି, କେତେ ଅଘଟଣ ଘଟି ଯାଉଛି। ତେଣୁକରି ବଣଭୋଜିଟେ କରୁଛନ୍ତି ଖୁସି ପାଇଁ, ମଜା ପାଇଁ। ତ ଦୁଃଖ ନ ଆଣୁ, ନୂଆବର୍ଷଟି ସମସ୍ତଙ୍କ ମନରେ ଖୁସି ଆଣିଦେଉ। ସମସ୍ତଙ୍କ ଘରକୁ ଖୁସି ମାହୋଲ, ପୁରା ଖୁସିର ମାହୋଲ ସବୁ ଭଗବାନଙ୍କ ଦୟାରୁ, କାଳିଆଙ୍କ କୃପାରୁ ମାହୋଲଟି ଖୁସିରେ ଥାଉ ନୂଆବର୍ଷର। ତ ଚାଲନ୍ତୁ ଆପଣମାନଙ୍କୁ ବଣଭୋଜି କେଉଁମାନେ ଯାଇଛନ୍ତି, ଏବେଠାରୁ ତ ଆମର ଡିସେମ୍ବରରୁ ପୁରା ବଣଭୋଜି ଷ୍ଟାର୍ଟ ହେଇଗଲାଣି। ପିକନିକ୍ ସ୍ପଟ୍ ସବୁ ଦେଖିବା। ଆଉ ପୁରା ରେଡ଼ି ହେଇକି ଫ୍ୟାମିଲି ପିକନିକ୍, ଆମର ସିଙ୍ଗଲ୍ ପିକନିକ୍, ଯେମିତିକି ଜେଣ୍ଟସ୍ ମାନେ ଖାଲି ପିକନିକ୍, ଛୁଆମାନଙ୍କ ପିକନିକ୍, ସ୍କୁଲ୍ ପିକନିକ୍, ଆନୁଆଲ୍ ଫଙ୍କସନ୍, ସ୍କୁଲରେ ଆନୁଆଲ୍ ଫଙ୍କସନ୍, ସବୁ ପ୍ରକାର ଚାଲୁଛି। ଏଇଟା ଗୋଟେ ଖୁସିର ମାହୋଲ। ତ ଚାଲନ୍ତୁ ଜାନୁଆରୀ ଫେବୃଆରୀ ପୁରା ଏନ୍ଜୟ ଖାଲି କରନ୍ତୁ। ଆଉ ପିକନିକ୍ କରନ୍ତୁ, ମଜା କରନ୍ତୁ। ଆଉ ଶୀତଦିନିଆ ପରିବା ଧରିକି ଭେରାଇଟି ରକମ ଆଇଟମ୍ କରିକି ଖାଆନ୍ତୁ। ରେସିପି ଆପଣମାନଙ୍କର ଘରେ ଯେତିକି ରେସିପି ଜାଣୁଛନ୍ତି ସବୁ ଶୀତ ଦିନରେ ଧରିକି ବସନ୍ତୁ। ଆଉ ପୁରା ଟ୍ରାଏ କରନ୍ତୁ। ଯେଉଁମାନେ ନ ଜାଣିଛନ୍ତି ବି ସେମାନେ ଟ୍ରାଏ କରିକି ଶିଖନ୍ତୁ। ଆଉ ମଜା ନିଅନ୍ତୁ। ଏଇଠି ମୁଁ ମୂଳା କାଟୁଛି, କାରଣ ମୂଳା ପରଟା ଟିକେ କରିବି। ଆଉ
ଭାବିଛି ମୂଳା ପରଟା କରିଦେବି ରାତି ପାଇଁ। ତେଣୁକରି ତାକୁ ସବୁ କରିକାରିକି ରଖୁଛି। ଆଉ ତାକୁ ସେ ରେଡ଼ି କରିସାରିଲା ପରେ ପୁଣି ମକା ଆକୁ ସେଇଗୁଡ଼ାକ ସବୁ ପରିବାରେ ଆସିଥିଲା, ତାକୁ ସବୁ ରେଡ଼ି କରିକି ରଖିଦେଉଛି। ରାତିରେ ମୂଳା ପରଟା କରିବି। ଆଉ ଆମର କ୍ଷୀର ଭାତ କୁଟୁ ଖାଇବ ଖରାବେଳେ। ଏମିତି ରୋଷେଇ ହେଇଥିଲା, ଆପଣମାନେ ଦେଖି ନିଅନ୍ତୁ କ'ଣ କ'ଣ ଚାଲିଛି ଆଜିର ଦିନଟାରେ। ତ ଚାଲନ୍ତୁ, ଏଇଠି ମକା ଯେଉଁ ଆସିଥିଲା ମକାର ତାର ଚୋପା ଗୁଡ଼ା ସବୁ ଛଡ଼େଇ ଛାଡ଼ିକି ଏଗୁଡ଼ା ସବୁ ରେଡ଼ି କରି ରଖିଦିଏ। ଆପଣ ଭାବୁଥିବେ ଏଇ ଚୋପାକୁ ମୁଁ ଡଷ୍ଟବିନ୍ରେ ଦେବି, କିନ୍ତୁ କେବେ ବି ମୁଁ କିଛି ଚୋପା ବି ଡଷ୍ଟବିନ୍ରେ ଦିଏନି। ଆକୁ ସବୁ ଖରାରେ ଦେଇକି ମୁଁ ନିଜେ ହିଁ, ଆଉ ଯେତିକି ଦେଖିବେ ମୋ ଛାତ ଉପରେ ତୁଳସୀ ଗଛ, ମୁଁ ପୌଷ ମାସ ଲାଗି ମୁଁ ତୁଳସୀ ଗଛ ସବୁ ବାହାର କରି ଦେଇଥିଲି। ଆଉ କାହିଁକିନା ଅଲଗା ଗଛ ହେବାକୁ ଜାଗା ହେଉନି, ପୁରା ତୁଳସୀ ଗଛ ଗୋଟେ ଗୋଟେ ହେଲା ବେଳକୁ ପୁରା ଜାଗା ଭର୍ତ୍ତି ହେଇଯାଉଛି। ତେଣୁକରି ବାହାର କରିଦେଇଥିଲି। ପୁଣି ନୂଆ ନୂଆ ମଞ୍ଜି ପଡ଼ିକି ପୁଣି ତୁଳସୀ ଗଛ, ସବୁବେଳେ ତୁଳସୀ ଗଛ ମୋର ଭରପୁର ଥାଏ ଛାତ ଉପରେ। ତ ଯେଉଁ ଟାଙ୍କିଟି ମୁଁ କରିଛି ଫୁଲ ଟାଙ୍କିଟି, ତ ସେଇ ଛାତ ଉପରେ ସବୁବେଳେ ତୁଳସୀ ଗଛ ଭରିକି ହୁଏ। ତ ମୁଁ ସେଇଥିପାଇଁ କାଢ଼ି ଦେଇଛି ତୁଳସୀ ଗଛ। ଆଉ ତାକୁ ଭାବୁଛି ପାଣିକି ନ ଦେଇକି, କାରଣ ପାଣିରେ ଦେଲେ ଆମ ରାସ୍ତାରେ କେଉଁଠି ନେବା, କେଉଁଠି ପଡ଼ିବ, ପାଦରେ ଲାଗିବ। ତେଣୁକରି ତାକୁ ମୁଁ ଭାବୁଛି ନିଜେ ହିଁ ତାକୁ ସେଇମିତି କରେ କି ମୋର ଆଦତ ମାଟି ତାକୁ ନିଜେ ହିଁ କରେ। କେମିତି ଉପାୟରେ ମୁଁ ମାଟି କରେ ଭିଡ଼ିଓଟି ଯିବ ଦେଖିବେ। ଆଉ ବସ୍ତାରେ ମୁଁ କେମିତି କ'ଣ ଏତେ ସାରା ପାହାଡ଼ ଭଳିଆ ପୁରା ତୁଳସୀ ଗଛର ଆମର ଯେଉଁ ବ୍ରାଞ୍ଚ ଗୁଡ଼ାକ ତାକୁ ମୁଁ କେମିତି ମାଟି କରେ ଦେଖିବେ। ଆଗକୁ ଭିଡ଼ିଓ ମୁଁ ଦେଖେଇବି। ତ ଚାଲନ୍ତୁ, ଏଇଠି କ୍ଷୀର ଭାତ ଚକୁଡ଼ି ଦେଉଛି, ତା ଦେହରେ ଆଳୁ ଭଜା, କୁଟୁର ଫେଭରାଇଟ୍, କିଛିଟା ଛୁଆମାନଙ୍କର ଫେଭରାଇଟ୍ କେଉଁଟା ମୁଁ କହିଦେଉଛି ଭିଡ଼ିଓରେ। ଆପଣମାନେ ଦେଖିବେ ମୋ ଦୁଇ ଛୁଆଙ୍କର କ'ଣ ଫେଭରାଇଟ୍ ସବୁ। ତାପରେ କ୍ଷୀର ଭାତ ଖାଇସାରିଲା ପରେ ଏଇଠି ଦେଖନ୍ତୁ ମୂଳାର ପାଣି ଇଏ କରୁଛି, କାରଣ ମୁଁ ରାତିରେ ଆକୁ ମୂଳା ପରଟା କରିବି। ତେଣୁକରି ସେଇଟା ଭାବିକି ସଞ୍ଜବେଳୁ ମୁଁ ତାକୁ ମୂଳା ପ୍ରସ୍ତୁତ କରିକି ତାର ରେଡ଼ି କରିଦେଇଛି। ଆଉ ମୂଳା ପରଟା ସାଙ୍ଗକୁ ଚଟନି। ତ ଚାଲନ୍ତୁ, ଆଜିର ଦିନଟି କେମିତି ଲାଗିଲା ଆପଣମାନେ ନିହାତି ଭାବେ ଜଣାଇବେ। ଖରାବେଳର ଖାଇବା ତ ସରିଲା, ଆଉ ଏବେ ସଞ୍ଜବେଳର ଖାଇବା ପ୍ରସ୍ତୁତି। ଏଇଟା ହେଉଛି ମୂଳା ପରଟା। ତ ଆପଣମାନଙ୍କୁ ମୂଳା ଏବେ ବହୁତ ସାରା ମୂଳା ଆସିଯାଉଛି। ମୂଳା ପରଟା ସାଙ୍ଗକୁ ଭେରାଇଟି ରକମ ଚଟନି କରନ୍ତୁ, ବହୁତ ଟେଷ୍ଟ ରହିବ। ଆଉ ଘରେ ନିଜେ କରିକି ଖାଆନ୍ତୁ ଗରମା ଗରମ। ଆଉ ସୁସ୍ଥ ରୁହନ୍ତୁ, ମୋ ଭିଡ଼ିଓ ଦେଖୁଥାନ୍ତୁ। ରହିଲି, ନମସ୍କାର, ଜୟ ଜଗନ୍ନାଥ। ଦେଖାହେବ ପୁଣି ନେକ୍ସଟ ଭିଡ଼ିଓରେ ନୂଆ କିଛି ଆଣିକି ଟପିକ୍ ଯେଉଁଟାକି ଆମର ଡେଲି ଲାଇଫରେ ହେଉଛି, ନୂଆ କିଛି ଆଣିବାକୁ ଚେଷ୍ଟା କରିବି। ତ ରହିଲି, ମୋ ଭିଡ଼ିଓଟି କେମିତି ଲାଗିଲା, ଆପଣମାନଙ୍କ ମନକୁ କେତେ ଦୂର ମୋ ଭିଡ଼ିଓ ଛୁଉଁଛି, ଆପଣମାନେ ନିହାତି ଭାବେ କମେଣ୍ଟ ଦ୍ୱାରା ଜଣାଇବେ। ଆଉ ଟିକେ ହୁସିଆରି ହେଇକି ପିକନିକ୍ କରନ୍ତୁ, ମଜା କରନ୍ତୁ, ନୂଆ ବର୍ଷରେ ଆନନ୍ଦରେ ରୁହନ୍ତୁ। ଆଉ କାହା ଘରକୁ ଦୁଃଖ ନ ଆସୁ, ସମସ୍ତେ ଖୁସିରେ ଥାଆନ୍ତୁ। ରହିଲି, ଲଭ୍ ୟୁ ଅଲ୍, ଜୟ ଜଗନ୍ନାଥ।